ଆଜି ଯେଉଁ ପ୍ରସଙ୍ଗଟି ଆପଣମାନଙ୍କ ଠାରେ ମୁଁ ରଖିବା ପାଇଁ ଚାହେଁ ସେହି ପ୍ରସଙ୍ଗର ଶୀର୍ଷକ ହେଲା ପରମେଶ୍ୱର ଅନୁଗ୍ରହ ଆମ୍ଭମାନଙ୍କୁ କାହିଁକି ଦେଲେ। ସ୍ୱର୍ଗର ପରମେଶ୍ୱର ଅନୁଗ୍ରହ ସମଗ୍ର ମାନବ ଜାତି ପାଇଁ ମଣ୍ଡଳୀ ପାଇଁ ସେ କାହିଁକି ଅନୁଗ୍ରହ ଦେଇଅଛନ୍ତି। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆମେ ସମସ୍ତେ ଜାଣୁ ଯେ ମଶାଙ୍କ ଦ୍ୱାରା ବ୍ୟବସ୍ଥା ଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଆଉ ସତ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆସିଲା। ପ୍ରିୟ ଭାଇ ଭଉଣୀ ମାନେ, ଆମେ ସେଇ ମଶାଙ୍କର ବ୍ୟବସ୍ଥାର ଅଧୀନରେ ନାହୁଁ, ଆମେ ଅନୁଗ୍ରହର ଅଧୀନ ଅଟୁ। ସେଥିପାଇଁ ଏହି ଅନୁଗ୍ରହ ବିଷୟରେ ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଆମେ ବୁଝିବାର ଅଛି, ଜାଣିବାର ଅଛି ଯେ ସ୍ୱର୍ଗର ପରମେଶ୍ୱର ଆମକୁ ସେଇ ଅନୁଗ୍ରହ କାହିଁକି ଦେଇଅଛନ୍ତି। ଏହି କଥା ଆପଣମାନଙ୍କ ନିକଟରେ ପ୍ରଭୁଙ୍କ ବାକ୍ୟରୁ ମୁଁ ଅଳ୍ପ ସମୟ କହିବା ପାଇଁ ଚାହେଁ। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱର ଅନୁଗ୍ରହ କାହିଁକି ଦେଲେ ଏହା କହିବା ପୂର୍ବରୁ ଅନୁଗ୍ରହ କଣ ଅଟେ ଏହା ଅଳ୍ପ ସମୟ ଆପଣମାନଙ୍କୁ ମୁଁ ଅବଗତ କରାଇବା ପାଇଁ ଚାହେଁ। ଏହା ଅଳ୍ପ ସମୟ ଆପଣମାନଙ୍କୁ ମୁଁ ବାକ୍ୟରୁ ବୁଝାଇବା ପାଇଁ ଚାହେଁ ଯେ ବାସ୍ତବରେ ଅନୁଗ୍ରହ କହିଲେ କଣ। ଏହି କଥା ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଅଜଣା ଅଟନ୍ତି, କାରଣ ସେମାନଙ୍କୁ କି କହିବା ଲୋକ ନାହାନ୍ତି। ଅନେକ ଭାଇ ଭଉଣୀ ମାନେ ଅନୁଗ୍ରହକୁ ସେମାନେ ବୁଝି ନାହାନ୍ତି। ଆମେ ପ୍ରଭୁଙ୍କ ବାକ୍ୟରୁ ପଢିବା, ସିଧାସଳଖ ଆମେ ଏହା ବୁଝିବା ପାଇଁ ଯିବା। ଆପଣମାନେ ମୋ ସହିତ ଏବ୍ରୀ ପୁସ୍ତକ 4 ଅଧ୍ୟାୟକୁ ଆସିବେ। ଏବ୍ରୀ ପୁସ୍ତକ 4 ଅଧ୍ୟାୟ 15 ଆଉ 16 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଲେଖାଯାଏ, କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପ ରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ୍ର ଭାବେ ପରୀକ୍ଷିତ ହେଲେ। 16 ପଦ, ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ ପୃଥିବୀ ପୃଷ୍ଠରେ ଥିଲେ, ମାନବ ରୂପ ଧାରଣ କରି ସେହି ଜଗତ ମଧ୍ୟରେ ଥିଲେ, ସେହି ସମୟରେ ଆମ ପରି ସେ ସର୍ବ ବିଷୟରେ ସେ ପରୀକ୍ଷିତ ହେଲେ। ସେ ଧନ ଲୋଭରେ ସେ ପରୀକ୍ଷିତ ହେଲେ, ଶାରୀରିକ ଅଭିଳାଷରେ ପରୀକ୍ଷିତ ହେଲେ, ମାତ୍ର ପରମେଶ୍ୱର ଠାରୁ ସାହାଯ୍ୟ ପାଇବା ପାଇଁ ସେ ଅନୁଗ୍ରହର ସିଂହାସନ ନିକଟକୁ ଯାଉଥିଲେ। ପ୍ରିୟ ଭାଇ ଭଉଣୀ ମାନେ, ଅନୁଗ୍ରହ ବୋଲି କହିଲେ ଆମେ ଅନେକ ସମୟରେ ଗାଡି, ସୁନା, ଟଙ୍କା, ଧନ ସମ୍ପତ୍ତି, ଜମି, ଘର ବିଭିନ୍ନ ବିଷୟକୁ ଆମେ କଣ କରୁ, ଆମେ ସାମ୍ନାକୁ ଆଣିଥାଉ। ଏହି ସବୁ ବିଷୟ ଅନୁଗ୍ରହ ନୁହେଁ, ଏହା ପରମେଶ୍ୱରଙ୍କ ଠାରୁ ପାଇଥିବା ସୁବିଧା ଅଟେ। ଯେ ଯେତେ ଦିନ ଜଣେ ମନୁଷ୍ୟ ଏହି ପୃଥିବୀରେ ରହିବ, ଯେଉଁ ଦିନ ପର୍ଯ୍ୟନ୍ତ ଯୀଶୁଖ୍ରୀଷ୍ଟଙ୍କର ଆଗମନ ହେବ ନାହିଁ, ସେଇଦିନ ପର୍ଯ୍ୟନ୍ତ ସେ ଯେପରି ସୁବିଧାରେ ଭଲରେ ସେ ରହିବ, ସେଥିପାଇଁ ଏହା ପରମେଶ୍ୱରଙ୍କ ଠାରୁ ଗୋଟେ ସୁବିଧା। କିନ୍ତୁ ଅନୁଗ୍ରହ କହିଲେ ବାସ୍ତବରେ ତାହା ଅଟେ ଯାହାକି ଆମେ ପାପରେ ପରୀକ୍ଷିତ ହେଉଥିବା ସମୟରେ, ଆମେ ପାପରେ ପ୍ରଲୋଭିତ ହେଉଥିବା ସମୟରେ ପରମେଶ୍ୱର ଆମକୁ ସେଠିରୁ ସାହାଯ୍ୟ କରନ୍ତି। ଆମେ ଯେବେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ, ସେହି ସମୟରେ ପରମେଶ୍ୱର ଆମକୁ କଣ କରନ୍ତି, ସାହାଯ୍ୟ କରନ୍ତି। ଆମେ ଚାହିଁଲେ ସୁଦ୍ଧା ସେ ପାପରୁ ପ୍ରଲୋଭନରୁ ଆମେ ବାହାରି ଆସି ପାରିନଥାନ୍ତୁ, ମାତ୍ର ପରମେଶ୍ୱରଙ୍କର ସାହାଯ୍ୟ। ଏହା ଲେଖାଯାଏ ଯେ ଅନୁଗ୍ରହ କହିଲେ କଣ, ଏହା ଈଶ୍ୱରଙ୍କର ସାହାଯ୍ୟ ଅଟେ, ସାହାଯ୍ୟ ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆପଣ ମାନେ ଅନୁଗ୍ରହ କଣ ତାହା ଯଦି ଆପଣ ବୁଝିବା ପାଇଁ ଚେଷ୍ଟା କରିବେ, ଲେଖାଯାଉଛି ଯେ ଏବ୍ରୀ ପୁସ୍ତକ ତାର 10 ଅଧ୍ୟାୟ, ଏବ୍ରୀ ପୁସ୍ତକ 10 ଅଧ୍ୟାୟ 29 ପଦରେ ଲେଖାଯାଏ, ତେବେ ଭାବି ଦେଖ ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରକୃତ ହୋଇଥିଲା ତାହାକୁ ସାମାନ୍ୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାକୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତ୍ୱର ଦଣ୍ଡ ଯୋଗ୍ୟ ନ ହେବ। ପ୍ରିୟ ଭାଇ ଭଉଣୀ ମାନେ, ଅନୁଗ୍ରହ କହିଲେ କଣ ଅଟେ? ଅନୁଗ୍ରହ କହିଲେ ଈଶ୍ୱରଙ୍କର ଆତ୍ମା ଅଟେ। ଅନୁଗ୍ରହ କହିଲେ ଏକ ଆତ୍ମା ଅଟେ, ଯେଉଁ ଆତ୍ମା ପରମେଶ୍ୱର ଆମକୁ କଣ କରିଛନ୍ତି, ଆମକୁ ସେ ଦେଇଛନ୍ତି। ଆଉ ସେଇ ଅନୁଗ୍ରହର ଆତ୍ମା ଆମେ କଣ ହେଇଛୁ, ଆମେ ପାଇଛୁ। ପ୍ରଭୁଙ୍କ ନାମର ଗୌରବ ହଉ।
प्रिय भाई भणी माने अनुग्रह कहले आत्मा अटंती आ सही आत्मा आम भितर रही आमे पाप को गला बेले प्रलोभित हैला बेले निंदा अपमान निर्यातना पाई दुख रे भांगी पड़िला बेले सही आत्मा आमको कौन करती सांत्वना दियंती पाप रास्ता को गला बेले अंधकार पथ को गला बेले से आलोकर पथ को चलिबा पाई से आमको चेतावनी दियंती अनुग्रह कहले ईश्वरंकर आत्मा प्रिय भाई भणी माने प्रभुଙ୍କ नामर गौरव हो तो एही अनुग्रह परमेश्वर काहींकी देले अनुग्रह परमेश्वर आम्भ मानकू काहींकी देले मु अल्प समय किछि कथा कहबा पई चाहे आपण माने मोर सहित एफिसियो पुस्तक 2 अध्याय को आसीबे एफिसियो पुस्तक 2 अध्याय 8 पद रे प्रकार लिखा जाए कारण अनुग्रह रे विश्वास द्वारा तुम्भे माने परित्राण पाई अछ ताहा तुम्भ मानक निज ठारू होई नाही ताहा ईश्वरଙ୍କ दान प्रभुଙ୍କ नामर गौरव हो अनुग्रह परमेश्वर काहींकी देले मानव जाति जेपरि परित्राण पाइबे अतीत कालर पाप आदमଙ୍କ ठारू जो पापर दंड आम उपरे लदी दिया गला मार गर्भरू आमे जो सब पाप रे जन्म हेलु परमेश्वर अनुग्रह कले तांकर एकमात्र पुत्र को पठाइले आउ से आम निमंते कुशरे बरी हेले से मृत्युवरण कले 3 दिन से उत्थित हेले स्वर्गारोहण कले आमको नेबा पाई से आसुचंती एही वाक्य को जे विश्वास करिबा द्वारा सेही अनुग्रह आमको एति पाई देले जे आमे जेपरि तांकर विश्वास करी परित्राण पाइबु पापर दंडरू आमे मुक्त हेबु एति पाई परमेश्वर आमको कोन कले अनुग्रह देले प्रिय भाई भणी माने अनेक समय रे अनेक भाई भणी माने आमको तो अनुग्रह मिली जेते पाप कले मध्य किछि असुविधा नाही प्रभु आम पाई कुशरे मृत्युवरण करिसंती आ हमर सब पाप को से कोन करिसंती क्षमा करिसंती धौत करिसंती जेते पाप कले मध्य जेते अपराध कले मध्य कोनसी असुविधा नाही हमर सब पाप क्षमा ही गला आमे उद्धार पाई गलु आ किछि असुविधा नाही ए प्रकार कथा गुडी को अनेक कहंती अनेक लोक माने से माने शिक्षा दियंती प्रिय भाई भणी माने अनुग्रह पाप करिवार लाइसेंस नुहे अनुग्रह पाप करिवार लाइसेंस नुहे अनुग्रह पाप उपरे जय पाइबार उपाय अटे अनुग्रह पाप उपरे विजय पाइबा निमंते एहा ईश्वरंकर एक दान अटे आ एक शक्ति अटे प्रिय भाई भणी माने प्रभुଙ୍କ नामर प्रशंसा सेति पाई आमे द्वितीय विषय देखिबा जे परमेश्वर अनुग्रह आमको काहींकी देले जदि आपण माने रोमियो पुस्तक को आसीबे रोमियो पुस्तक 6 अध्याय 1 और 2 पद मु पढ़िबा पई चाहे लिखा जाए तेबे आम्भे माने कोन करिबा अनुग्रह जेपरि प्रचुर हुए एति पाई कि पापरे रहिथिबा ताहा केबे हे न हो पाप प्रति मृत जे आम्भे माने सेथिरे किपरि आउ जीवन काटिबा मु कहिली आपण मानकू जे अनुग्रह पाप करिवार लाइसेंस नहीं अनुग्रह मिलिछि बोली आमे कि पाप रे रहिबा पाप करूथिबा जहा आज दिन मानकर ख्रिस्टियन भाई भणी माने पूर्व रे से माने जो पाप छाड़ी थिले पुनर्बार से पाप गुडी को अनेक भाई भणी माने करूछंती पाप रे लिप्त अछंती आ भाबुचंती अनुग्रह तो दिया जाइछि जेते पाप कले मध्य किछि हेबो नै ए प्रकार अनेक भाई भणी माने भाबुचंती प्रिय भाई भणी माने मु कहिबा पई चाहे अनुग्रहर समय सरीबा पई जाउछि गोटे विचारर दिन आसुछि हमको ही अनुग्रहर समय रे आमे अनुग्रह थाउ थाउ निजकू आमे प्रभुଙ୍କ निकटरे समर्पित हेबा पापरु फेरी आसीबा एवं पाप छाड़ी दिन प्रतिदिन पवित्र जीवन यापन करिबा एति पाई स्वर्गर परमेश्वर अनुग्रह हमकु दैछन्ति जदि आपण पढिबे अनुग्रह से हमकु काहे कि देले 6 अध्याय रोमियो 6 अध्याय 14 पद रे लिखा जाए एठारे प्रकार लिखा जाए कारण पाप तुम मानक उपरे कर्तृत्व करिवो नाही जेनु तुमे माने व्यवस्थार अधीन नुह मात्र अनुग्रहर अधीन प्रिय भाई भणी माने प्रभुଙ୍କ नामर गौरव हो जे आमे अनुग्रहर अधीन रे रही आमे पाप उपरे जेपरि जय पाइबु एति पाई परमेश्वर हमको अनुग्रह से देइछन्ति अनुग्रह हमको देइछन्ति आउ ताहांकर अनुग्रह बिना आमे जे पाप उपरे केबे मध्ये आमे जय पाई परिबा नै जदि
ଆପଣଙ୍କୁ ମୁଁ ଗୋଟେ ଉଦାହରଣ ଦେବା ପାଇଁ ଚାହେଁ। ଯଦି এই ବୋଟଲଟିକୁ ମୁଁ ଉପରେ ଧରିଛି, ଏ ବୋଟଲ ଉପରେ ରହିବାର କାରଣ ମୁଁ ଦୁଇଟି ହାତରେ ଧରିଛି, ସେଥିପାଇଁ এই ବୋଟଲ ଉପରେ ରହିଛି। এই ବୋଟଲ ଯଦି ଉପରେ ରହିବାର ଅଛି ତାହେଲେ ମତେ ଧରିବା ପାଇଁ ପଡିବ। ଠିକ ସେହିପରି ଜଣେ ମନୁଷ୍ୟ ପାପ ଉପରେ ବିଜୟ ପାଇବାକୁ ହେଲେ ପରମେଶ୍ୱରଙ୍କର ଅନୁଗ୍ରହର ଆବଶ୍ୟକ। ପରମେଶ୍ୱର ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ କଣ କରନ୍ତି? ପାପ ଉପରେ ଜୟ ପ୍ରଦାନ କରନ୍ତି। ଆଉ ଆମେ ତାଙ୍କର ଅନୁଗ୍ରହର ଅଧୀନରେ ରହି ଯେପରି ପାପ ଉପରେ ଜୟ ପାଇପାରିବା। ଆମେ ବାରମ୍ବାର ପାପରେ ନ ପଡି ପାପ ଉପରେ ଯେପରି ଆମେ ଜୟ ପାଇପାରିବା, ସେଥିପାଇଁ ପରମେଶ୍ୱର ଅନୁଗ୍ରହ ଆମମାନଙ୍କୁ ଦେଇଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ ପରବର୍ତ୍ତୀ ବିଷୟ କହିବା ପାଇଁ ଚାହେଁ ଯେ ଅନୁଗ୍ରହ ପରମେଶ୍ୱର କାହିଁକି ଆମମାନଙ୍କୁ ଦେଇଅଛନ୍ତି। ଆପଣମାନେ ପ୍ରଥମ କରନ୍ତୀୟ 12 ଅଧ୍ୟାୟ ତାହାର 9 ପଦରେ ଏପ୍ରକାର ଲେଖାଯାଏ, ଅପର ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆରୋଗ୍ୟ କରିବାର ଶକ୍ତି। ଏହି ପ୍ରକାର ଏଠାରେ 9ଟି ଆତ୍ମିକ ଦାନ ବିଷୟରେ ବା ଅନୁଗ୍ରହ ଦାନ ବିଷୟରେ ଲେଖାଯାଏ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପ୍ରଥମରେ ଦେଖିଲୁ ଯେ କଣ ଦେଖିଲୁ ଆମେ ଯେ ପରିତ୍ରାଣ ପାଇବା ନିମନ୍ତେ ପରମେଶ୍ୱର ଆମକୁ କଣ କଲେ? ଅନୁଗ୍ରହ ଦେଲେ। କିନ୍ତୁ ଆମେ ପରିତ୍ରାଣ କେମିତି ପାଇବୁ? ଅନୁଗ୍ରହରେ ବିଶ୍ୱାସ କରିବା ଦ୍ୱାରା ଆମେ ପରିତ୍ରାଣ ପାଉଛୁ। କିନ୍ତୁ ଏହି ବିଶ୍ୱାସ ମଧ୍ୟ ପରମେଶ୍ୱରଙ୍କର ଗୋଟେ ଅନୁଗ୍ରହର ଦାନ ଅଟେ। ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ହଉ କିମ୍ବା ଅଣଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ହୁଅନ୍ତୁ, ସେମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ନାହିଁ। ଏପରିକି ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଧରାପୃଷ୍ଠରେ ଥିଲେ, ସେହି ସମୟରେ ତାହାଙ୍କ ସହିତ ଲୋକମାନେ ବୁଲୁଥିଲେ, ଚାଲୁଥିଲେ, ରୋଟି ଖାଉଥିଲେ, ମାଛ ଖାଉଥିଲେ, ଆଶ୍ଚର୍ଯ୍ୟ କର୍ମ ଦେଖୁଥିଲେ, ମାତ୍ର ସେମାନେ ଯୀଶୁଙ୍କୁ ବିଶ୍ୱାସ କଲେ ନାହିଁ। କାହିଁକି? ପ୍ରଭୁଙ୍କୁ ବିଶ୍ୱାସ କରିବା ଗୋଟେ ସହଜ ବିଷୟ ନାହିଁ। ପ୍ରଥମରେ ପରମେଶ୍ୱର ବିଶ୍ୱାସ କରିବାର ସେହି ଅନୁଗ୍ରହ ଦାନ ଜଣେ ବ୍ୟକ୍ତି ପାଇବାର ଆବଶ୍ୟକ ରହିଛି। ସମସ୍ତେ ପ୍ରଭୁଙ୍କୁ ବିଶ୍ୱାସ କରିବେ ନାହିଁ। କାହିଁକି? ତାହାଙ୍କୁ ବିଶ୍ୱାସ କରିବାକୁ ହେଲେ ସେହି ଅନୁଗ୍ରହର ଦାନ ବା ଆତ୍ମିକ ଦାନ, ଯେଉଁ 9ଟି ଦାନ ରହିଛି, 9ଟି ଦାନ ଭିତରୁ ତୃତୀୟ ଦାନ ହେଲା ବିଶ୍ୱାସ। ଆଉ ଏହି ଅନୁଗ୍ରହ ବା ଏହି ଅନୁଗ୍ରହ ଦାନ, ଏହି ଆତ୍ମିକ ଦାନ ଜଣେ ନ ପାଇଲେ ସେ ପ୍ରଭୁଙ୍କୁ କେବେ ମଧ୍ୟ ବିଶ୍ୱାସ କରିପାରେ ନାହିଁ। ବାକ୍ୟ ଶୁଣେ, ଗୀତ ଗାଏ, ଆରାଧନା କରେ, ଚର୍ଚ୍ଚ ଯାଏ, ଦାନ ଦିଏ, ସବୁ କରେ, ମାତ୍ର ପ୍ରଭୁଙ୍କ ଠାରେ ତାର ବିଶ୍ୱାସ ହୁଏ ନାହିଁ। ବିଶ୍ୱାସ ହୁଏ ନାହିଁ, ସନ୍ଦେହରେ ସେ ରୁହେ। ପ୍ରିୟ ଭାଇ ଭଉଣୀ ମାନେ, ଆଉ ଅନୁଗ୍ରହ ଆମକୁ ସେ କାହିଁକି ଦେଲେ? ଆମେ ଯେପରି ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବୁ, ତାହାଙ୍କୁ ଆମେ ବିଶ୍ୱାସ କରିବୁ। କଣ ବୋଲି ବିଶ୍ୱାସ କରିବୁ? ଯୀଶୁଙ୍କ ଛଡା ଦ୍ୱିତୀୟ ପରମେଶ୍ୱର ଆଉ କେହି ନାହାନ୍ତି। ତାହାଙ୍କ ପରି ପବିତ୍ର ପରମେଶ୍ୱର ଆଉ କେହି ନାହାନ୍ତି। ଏହା ଯେପରି ଆମେ ବିଶ୍ୱାସ କରିବୁ, ସେଥିପାଇଁ ପରମେଶ୍ୱର ଆମକୁ ଅନୁଗ୍ରହ ଦେଇଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ଗୌରବ ହଉ। ମୁଁ ଶେଷ କଥା କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ଫିଲିପିଓ 1 ଅଧ୍ୟାୟ 29 ପଦ ପ୍ରତି ଦୃଷ୍ଟି ଆକର୍ଷଣ କରିବେ। ଫିଲିପିଓ 1 ଅଧ୍ୟାୟ 29 ପଦ ଲେଖାଯାଏ, କାରଣ ଖ୍ରୀଷ୍ଟଙ୍କ ଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମମାନଙ୍କୁ ଅନୁଗ୍ରହ ଦତ୍ତ ହୋଇଅଛି, ତାହା ନୁହେଁ। ଦେଖନ୍ତୁ, ବିଶ୍ୱାସ କରିବା ମଧ୍ୟ ଗୋଟେ ଅନୁଗ୍ରହ ଅଟେ। ଆଉ ସେହି ଅନୁଗ୍ରହ କାହିଁକି ଆମକୁ ଦେଲେ? ଆମେ ଯେପରି ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବୁ। ତାହାଙ୍କ ନାମର ଗୌରବ ହଉ। କେତେ ସୁନ୍ଦର ଭାବରେ ପରମେଶ୍ୱର ତାହାଙ୍କ ବାକ୍ୟରେ ସେ ଆମମାନଙ୍କୁ ଲେଖିକିନା ଦେଇଛନ୍ତି। ଲେଖାଯାଉଛି ଯେ, କାରଣ ଖ୍ରୀଷ୍ଟଙ୍କ ଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମମାନଙ୍କୁ ଯେ ଅନୁଗ୍ରହ ଦତ୍ତ ହୋଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖ ଭୋଗ ମଧ୍ୟ କରିବା ନିମନ୍ତେ ତୁମମାନଙ୍କୁ ଅନୁଗ୍ରହ ଦତ୍ତ ହୋଇଅଛି। ଅନୁଗ୍ରହ କାହିଁକି ଦତ୍ତ ହୋଇଅଛି? ଭଲରେ ଖାଇବା, ଭଲରେ ପିନ୍ଧିବା, ନିନ୍ଦା ନାହିଁ, ତାଳନା ନାହିଁ, ଅପମାନ ନାହିଁ, କିଛି ନାହିଁ, ଆରାମସେ ସୁଖ ଶାନ୍ତିରେ ରହିବା, ଏଥିପାଇଁ ଅନୁଗ୍ରହ ଦିଆଯାଏ ନାହିଁ। ଅନୁଗ୍ରହ ଏଥିପାଇଁ ଦିଆଯାଇଛି, ଅଭାବ ସମୟରେ ମଧ୍ୟ ପ୍ରଭୁଙ୍କ ପାଇଁ ବଞ୍ଚିବା, ଦୁଃଖ ସମୟରେ ମଧ୍ୟ ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବା, ଆଉ ଭଲ ସୁବିଧା ରହିଲା ବେଳେ, ଶାନ୍ତିରେ ରହିଲା ବେଳେ, ଖାଇବା ପିଇବା ପାଇଁ ଥିଲା ବେଳେ, କିଛି ନିନ୍ଦା ତାଳନା ନଥିଲା ବେଳେ ମଧ୍ୟ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା,
ଆଉ ଦୁଃଖ ସମସ୍ୟା ଅପମାନ ଆସିଲେ ମଧ୍ୟ ପ୍ରଭୁଙ୍କ ନିମନ୍ତେ ଆମେ ସାକ୍ଷୀ ହେବା। ସେଥିପାଇଁ ଅନୁଗ୍ରହ ଆମମାନଙ୍କୁ ଦିଆଯାଇଛି। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଦିନ ମାନଙ୍କରେ ଖ୍ରୀଷ୍ଟିଆନ ସମାଜରେ ବିଭିନ୍ନ ଭ୍ରାନ୍ତ ଶିକ୍ଷା ଗୁଡ଼ିକ ପଳାଇ ଆସିଛି। ସେମାନେ କହୁଛନ୍ତି ଖ୍ରୀଷ୍ଟଙ୍କ ଠାରେ ଆସ, ଦୁଃଖ ରହିବ ନାହିଁ, ସମସ୍ୟା ରହିବ ନାହିଁ, କିଛି ଅଭାବ ହେବ ନାହିଁ, ରୋଗ ଆସିବ ନାହିଁ, ସମସ୍ୟା ଆସିବ ନାହିଁ, ଏହି ପ୍ରକାର କଥା ଗୁଡ଼ିକ ସେମାନେ କହୁଛନ୍ତି। ମାତ୍ର ବାଇବେଲ କହେ ଖ୍ରୀଷ୍ଟଙ୍କ ଠାରେ ତୁମକୁ ଏଥିପାଇଁ ଅନୁଗ୍ରହ ଦିଆଯାଇଛି, ଖ୍ରୀଷ୍ଟଙ୍କ ସହିତ ତୁମେ ଯେପରି ଦୁଃଖ ଭୋଗ କରିବ, ତାଙ୍କ ସହିତ ଯେପରି ନିନ୍ଦା ଅପମାନ ପାଇଲା ପରେ ମଧ୍ୟ ତୁମେ କଣ କରିବ, ସେଇ ସବୁ ଉପରେ ଜୟ ପାଇବ। ସେଥିପାଇଁ ଅନୁଗ୍ରହ ତୁମମାନଙ୍କୁ ଦିଆଯାଇଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ଏହି ଅନୁଗ୍ରହକୁ ଯେଉଁ ଉଦ୍ଦେଶ୍ୟରେ ପ୍ରଭୁ ଆମକୁ ଦେଇଛନ୍ତି, সেই ଉଦ୍ଦେଶ୍ୟକୁ ଆମ ଜୀବନରେ ପୂର୍ଣ୍ଣ କରିବା ଏବଂ ଆମେ ସବୁବେଳେ ପରମେଶ୍ୱରଙ୍କୁ ଆମେ କଣ କରୁଥିବା, ସନ୍ତୁଷ୍ଟ କରୁଥିବା। ପ୍ରଭୁ ଏହି ବାକ୍ୟଟି ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।